ମାନେ ଅଛନ୍ତି ସେମାନେ ରାଜ ରାସ୍ତାରେ ବନ୍ଧା ହେଇକି ଚାଲିବେ। ଏଇଟା ହଉଛି ଆମର ଗଳି କନ୍ଦିରେ ଦୁର୍ନୀତି ହେଉଛି। କାହିଁକି ଡିପାର୍ଟମେଣ୍ଟାଲ ଅଡିଟ୍ ହଉନି? ଇଏ ଲୋକାଲ ଅଡିଟ୍ ଯାହା ହାତରେ ଚାବି ତା ହାତରେ ଧନ, ଇଏ ଚୋର ସବୁ ଚାବି କାଟି ରଖି ଲୋକାଲ ଅଡିଟ୍ ରେ ଚାଲିଛି। ଏଠି ଡିପାର୍ଟମେଣ୍ଟାଲ ଅଡିଟ୍ ନିହାତି ହବା ଦରକାର 5 ବର୍ଷ। ଭାରତ ମାତା କି ଜୟ, ଭାରତ ମାତା କି ଜୟ। କିଛି ତାଲା ପକେଇବା ନାହିଁ, ଘେରାଉ କରିବା ନାହିଁ। ମ୍ୟୁନିସିପାଲିଟି ଅଫିସକୁ ଅଧ୍ୟକ୍ଷ ସହିତ କିଛି ବିଜୁ ଜନତା ଦଳର ଯୋଉମାନେ ଅଛନ୍ତି କାଉନସିଲର ସେମାନେ ବିଜୁ ଜନତା ଦଳ ଅଫିସ କରିଦେଇଛନ୍ତି। ଡବଲ ଇଞ୍ଜିନ ସରକାର ଆଜ୍ଞା। ଏ ସରକାରର ପ୍ରତି ପଦକ୍ଷେପରେ ଉନ୍ନତି। ଏଠି ଆଜ୍ଞା ମୋର ଯେ ମାନ୍ୟବର ସାଂସଦ ଅପରାଜିତା ମ୍ୟାଡାମ ଏଠି 3 ରୁ 4 କୋଟି ଟଙ୍କା ପ୍ରୋଜେକ୍ଟ ଏଠି ଇନାଗୁରେସନ କରାଯାଇଛି। ତେଣୁ ଏଠି ଆଜ୍ଞା କାଲି ଓଡ଼ିଶା ସାରା ବିକାଶର ଧାରା ଓଡ଼ିଶା ସାରା ଯୋଉ ଆୟୋଜନ କରାଯାଇଥିଲା ସେଥିରେ ସରକାରଙ୍କର ଜନହିତକର ଯୋଉ କାର୍ଯ୍ୟକ୍ରମ କରାଯାଇଛି ତାକୁ ଲୋକଲୋଚନ ପହଞ୍ଚାଇବା ପାଇଁ କରାଯାଇଥିଲା ମିଟିଂ। କିନ୍ତୁ ସେଠି ସରକାରଙ୍କୁ ବିରୋଧ କରାଗଲା, ରଙ୍ଗମରା ସରକାର କୁହାଗଲା ଏବଂ ସୁଭଦ୍ରା ଯୋଜନା ବିରୋଧରେ କୁହାଗଲା। ତେଣୁ ଆମେ ଭାରତୀୟ ଜନତା ପାର୍ଟିର ଏ ଡବଲ ଇଞ୍ଜିନ ସରକାରର କର୍ମୀ ମାନେ ଆଜି ଏଠି ଆମେ ଆସିଥିଲୁ ତାଙ୍କୁ ସଚେତନ କରିବା ପାଇଁ। ଯୋଉ ତାଙ୍କ ଚାମ୍ବରରେ ପୂର୍ବତନ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କର ଫଟୋ ରଖି ଏ ଯୋଉ ବିଜୁ ଜନତା ଦଳ ଅଫିସିଆକୁ କାର୍ଯ୍ୟାଳୟ ବନେଇଛନ୍ତି ତାକୁ ବିରୋଧ କରିବାକୁ ଆସିଥିଲୁ, ତାଙ୍କୁ କହିବାକୁ ଆସିଥିଲୁ ଯେ ତୁରନ୍ତ ଏ ଫଟୋକୁ ଲଗେଇକି ଯୋଉ ମୋହନ ମାଝୀ ସରକାର ଉନ୍ନତି ପଥେ ଆଜି ଆଗେଇ ଚାଲିଛି ସେ ଫଟୋ ଲଗେଇବେ ଏବଂ ଲୋକଙ୍କୁ ଜନସଚେତନ କରିବେ ଯେ ଏଠି ପୁରା ଦୁର୍ନୀତିର ଗନ୍ତାଘର ହେଇକି ପଡିଛି। ଏଠି ଡିପାର୍ଟମେଣ୍ଟାଲ ଏନକ୍ୱାରି ନିହାତି ଦରକାର, ଡିପାର୍ଟମେଣ୍ଟାଲ ଅଡିଟ୍ ଦରକାର। ଏଠି ଏମାନେ ଲୋକାଲ ଅଡିଟ୍ କରୁଛନ୍ତି ଯୋଉଟା କି ତାଙ୍କ ହାତରେ ଧନ, ତାଙ୍କ ହାତରେ ଚାବି କାଟି ରଖିକି ଏମାନେ ଚୋରି କରୁଛନ୍ତି ଆଜ୍ଞା। ତେଣୁ ଡିପାର୍ଟମେଣ୍ଟାଲ ଅଡିଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଦାବିପତ୍ର ଦେବୁ। ଏ ଦାବିପତ୍ରକୁ ଅନୁରୋଧ କରିବୁ ଆମ ସରକାରଙ୍କୁ ତୁରନ୍ତ ଏଠି ଡିପାର୍ଟମେଣ୍ଟାଲ କରିକି ଯେତେ ପ୍ରକାର ଦୁର୍ନୀତି ହେଇଛି ତାର ପର୍ଦ୍ଦାଫାଶ କରାଯିବ ଏବଂ ଏମାନେ ବାଧ୍ୟ ହେବେ ସରକାରଙ୍କର ଜନହିତର କାର୍ଯ୍ୟକ୍ରମ ଲୋକଲୋଚନରେ ପହଞ୍ଚିବ। ଦେଖନ୍ତୁ ଆମେ ଚେୟାରମ୍ୟାନ କୁ ବିରୋଧ କରୁନୁ, ଯେହେତୁ ସେ ଆମର ଜଟଣୀର ପ୍ରଥମ ନାଗରିକ, ଆମେ ଚେୟାରମ୍ୟାନ ବିରୋଧ, ତାଙ୍କର ନୀତି ଆଦର୍ଶକୁ ଆମେ ବିରୋଧ କରୁଛୁ। ସିଏ ଏପର୍ଯ୍ୟନ୍ତ ମାନୁନାହାନ୍ତି ଯେ ସରକାର ଡବଲ ଇଞ୍ଜିନରେ ଅଛି। ଦ୍ୱିତୀୟରେ ମ୍ୟାଡମ ଆମର ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପାଖକୁ ସେ ବାରମ୍ବାର ଫୋନ କରୁଛନ୍ତି। ତାଙ୍କ ନେତୃତ୍ୱରେ 2 ରୁ 3 କୋଟିର କାମ ହେଇଛି, ଆସିଗଲାଣି, ସବୁ କାମ ଚାଲିଛି। ବିକାଶର ଦଳ ନାହିଁ କହୁଛନ୍ତି। ସବୁ କହିଲା ପରେ ସିଏ ଆଉ ତାଙ୍କର 2-3 ଜଣ ଯୋଉ ଚାମଚା ଅଛନ୍ତି ଯୋଉ ସେମାନେ କଣ କରୁଛନ୍ତି ନା ସରକାରଙ୍କ ବିରୁଦ୍ଧରେ କହୁଛନ୍ତି। ଯୋଉ ଜିନିଷ କହୁଛନ୍ତି ସେ ଜାଣିବା ଦରକାର ଯେ ତମେ ଯୋଉ ୱାର୍ଡରେ କାମ କରୁଛ ତମେ କେତେ ସଚୋଟ ଅଛ ଆଉ ତମର କଣ ଠିକ ଅଛି, ସେଇଟା ଆମେ ଆଗାମୀ ଦିନରେ ଦେଖେଇବୁ। विगत 2 वर्ष है प्रति मासरे थरे किंबा 2 थर सांसद महोदय जटणी पौर परिषद आसुंच किसी ना किसी कम शिलान्यास कराऊँच, शुभ उद्घाटन कराऊँच। प्रति मासरे गोटे ना 2टा कम विकास कार्य कराऊँच। पंचायत रोचे म्यूनिसिपालिटी कम हो सरकार तरफ रोचे सांसद महोदय प्रतिनिधि आसुँच शिलान्यास कर कार्यक्रम चली विकास लोकंर हो। वर्तमान 2 वर्ष पूर्ति उपलक्षे ओडिशा सरकार विकास धारा ओडिशा सारा गोटे सरकारी कार्यक्रम चली जरिया सरकार जो योजना अच्छी जनहितकर योजना अच्छी लोक योजना अच्छी लोक मान कि भाव पहुँचुची म्यूनिसिपालिटी तरफ ये कार्यक्रम कराइला लोक मान सचेतनता अवगत करने। देखो जमीक आम प्रधानमंत्री आवास योजना हो, सुभद्रा योजना हो, सुनिधि योजना हो, उठा दुकानी मान जो भेंडर मान दि जाऊँगी ऋण दि दुकान करने सहित अमृत योजना जटणी जो आमर अनेक गुड़े पुष्करिणी कम हो जोटा कि नेशनल स्तर में आम हाट बजार गोटे पोखरी भी अवार्ड पाई। एमती गुरे योजना जोटा कि सरकार बर्तमान करुँच महिला मान स्वावलम्बी करने अनेक गुड़े योजना आणुंट। रास्ता तैयारी होची, पानीय जलर स्वतंत्र बंदोबस्त कराऊँ, घर टू घर केमती पानीय जल पहुँचो एमती गुड़ाए योजना कराऊँ। ये योजना गुड़िक यही विकास धारा ओडिशा सारा जरिया लोक मान सचेतनता अवगत कर एक सरकारी कार्यक्रम काली थिला एवं से कार्यक्रम को लोक मान डकाई स्थानीय लोक मान डकाई अवगत करने। किंतु सरकारी कार्यक्रम जोटा सरकार अर्थ लगुच लोक मान अवेयरनेस करने से ही कार्यक्रम जटणी आमर पौर परिषद अध्यक्ष एवं किसी काउंसिलर भाई मैंने सरकार विरुद्ध से उपस्थापन कर ए सरकार एमती करता पूर्व सरकार सेमती काम करता ए सरकार जटणी अवदान करना ए सरकार असहयोग कर। आप देखो सरकार अनेक गुड़े योजना करुँचा विकास धारा चली जटणी विकास धारा किंचित मात्रा माने कम रही कारण एठारे जो स्थानीय प्रशासन आम रहा म्यूनिसिपालिटी स्थानीय प्रशासन जेहेतु से विजु जनता दल अध्यक्ष और काउंसिलर अच्छा से चाहूना
ସରକାରଙ୍କର ସବୁତକ ଯୋଜନା ଲୋକମାନଙ୍କ ପାଖରେ ଡାଇରେକ୍ଟ ପହଞ୍ଚୁ। ପ୍ରତିଟି ଯୋଜନାକୁ ଏଠାରେ ସେ ମାନେ ଲୁଚେଇ ଦିଆଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିନିଷ ଗୁଡିକୁ ଲୋକମାନେ ପହଞ୍ଚିବା ପାଇଁ ବିଳମ୍ବ କରୁଛନ୍ତି ଏବଂ ଗଳି ରାସ୍ତା କନ୍ଦି ଦେଖିବେ ସବୁ ଜାଗାରେ ବି ବର୍ତ୍ତମାନ ପରିମଳ ବ୍ୟବସ୍ଥା ଦେଖନ୍ତୁ, ସବୁଠାରେ ସ୍ୱଚ୍ଛତାର ବ୍ୟବସ୍ଥା ଦେଖନ୍ତୁ। ଆମର ସ୍ୱଚ୍ଛସାଥୀ ଯୋଉମାନେ ସକାଳୁ ଉଠିଲେ ସହରକୁ ସଫା କରୁଛନ୍ତି ତାଙ୍କର ଇଏ ଦେଖନ୍ତୁ, ସବୁଥିରେ ମ୍ୟୁନିସିପାଲିଟି ବର୍ତ୍ତମାନ ଠପ୍। କୌଣସି କାର୍ଯ୍ୟକ୍ରମ ମ୍ୟୁନିସିପାଲିଟି ତାର କରୁନାହିଁ, କିନ୍ତୁ ଯୋଉ ସରକାର ଯୋଜନା ଆସୁଛି ତାକୁ ମଧ୍ୟ ବାଟବଣା କରୁଛନ୍ତି। ପିସି କାରବାରରେ ବିଭିନ୍ନ ପ୍ରକାର ଯୋଜନା ଚାଲିଛି, କିନ୍ତୁ ସରକାରଙ୍କୁ ସେ ଯୋଉ କାଲି କାର୍ଯ୍ୟକ୍ରମରେ ସରକାରଙ୍କୁ ସେମାନେ ମାନେ ଡାଇରେକ୍ଟଲି ସରକାରକୁ ମାନେ ସରକାରୀ କାର୍ଯ୍ୟକ୍ରମରେ ସରକାରକୁ ବିରୋଧ କରୁଛନ୍ତି। ଏହା କେତେ ଦୂର ଠିକ ଆପଣ ମାନେ ମତାମତ ଦିଅନ୍ତୁ। ତେଣୁକରି ସେଇ ଉଦ୍ଦେଶ୍ୟରେ ଆଜି ଆମେ ସେଇ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ବିରୁଦ୍ଧରେ ଏବଂ କାଉନସିଲଙ୍କ ବିରୁଦ୍ଧରେ ଆଜି ଆମେ ଦାବିପତ୍ର ଦେଲୁ। ଦାବିପତ୍ର ଆମର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦିଆଗଲା ଏବଂ ମଧ୍ୟ ଆମର ଗୋଟେ କପି ଆମେ କଲେକ୍ଟର ମହାଶୟଙ୍କୁ ଦେବୁ। ମ୍ୟୁନିସିପାଲିଟି ଯେହେତୁ ଜନସାଧାରଣଙ୍କ ପାଇଁ ଉପଯୁକ୍ତ, ସରକାରଙ୍କର କାର୍ଯ୍ୟକ୍ରମ ଏଟା ହବା ଦରକାର। ଏଠି ଦଳୀୟ ଢାଞ୍ଚା ବିଜୁ ଜନତା ଦଳର ଢାଞ୍ଚାରେ କାର୍ଯ୍ୟକ୍ରମ ହଉଛି, ଯୋଉଟା ଆମେ ଘୋର ନିନ୍ଦା କରୁଛୁ। ଯଦି ବା ଆମର ସ୍ଥାନୀୟ ଆମର ଯେ ଅଧ୍ୟକ୍ଷ ଅଛନ୍ତି କିମ୍ବା କାଉନସିଲିଂ ଯଦି ଏଠି ଠିକ ସେ କାମ କରିପାରୁନାହାନ୍ତି, ନୈତିକ ଦୃଷ୍ଟିରୁ ଇସ୍ତଫା ଦେଇ ଦିଅନ୍ତୁ। ଯଦି ସରକାରକୁ ସେମାନେ ଅସହଯୋଗ କରୁଛନ୍ତି, ନୈତିକ ଇସ୍ତଫା ଦେଇ ଦିଅନ୍ତୁ। ଜନହିତକର ଆପଣଙ୍କ ଏତେ ସଦ୍ଭାବନା ସତ୍ପ୍ରେମ ଅଛି। ବର୍ତ୍ତମାନ ଦେଖନ୍ତୁ ଆମର ଅଧ୍ୟକ୍ଷଙ୍କର ଚାମ୍ବରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଛି, ଯୋଉଟା କି ସମ୍ପୂର୍ଣ୍ଣ ଭାବରେ ଆଇନ ବିରୋଧ। ବର୍ତ୍ତମାନ ସରକାରର ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ ମାଝୀ ଏବଂ ଭାରତରେ ହେଲେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଇ ଦୁଇ ଜଣଙ୍କର ସରକାର ନୀତି ନିୟମ ଅନୁସାରେ ଫଟୋ ଲାଗିବା କଥା। ମ୍ୟୁନିସିପାଲିଟି କାଉନସିଲିଂ ରେ ହଲ ରେ ଲାଗିବା କଥା, ଏକ୍ଜିକ୍ୟୁଟିଭ ରୁମ ରେ ଲାଗିବା କଥା, ଭାଇସ୍ ଚେୟାରମ୍ୟାନ ରୁମ ରେ ଲାଗିବା କଥା, ଚେୟାରମ୍ୟାନଙ୍କ ରୁମ ରେ ଲାଗିବା କଥା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଟୋ ଲାଗି ଯୋଉଟା ସମ୍ପୂର୍ଣ୍ଣ ଭାବରେ ବେଆଇନ, ଆମେ ଏହାକୁ ବିରୋଧ କରୁଛୁ। ବର୍ତ୍ତମାନ ଆମେ ସେଠାରେ ମୋହନ ମାଝୀଙ୍କର ଏବଂ ନରେନ୍ଦ୍ର ମୋଦୀଙ୍କର ଫଟୋ ଲଗେଇକି ଆସିଛୁ। ଆମକୁ 24 ଘଣ୍ଟା ସମୟ ଦେଇଛନ୍ତି ଆମକୁ ତାଙ୍କର ଯୋଉ ଫଟୋ ହଟାଇବା ପାଇଁକା।